ମାନେ ଜୟ ଜଗନ୍ନାଥ ଗୁଡ୍ ମର୍ଣ୍ଣିଂ। ସକାଳୁ ସକାଳୁ ବହୁତ ଇଚ୍ଛା ହେଲା ଭାଉଜ ଆସିଗଲେ ଏଇ ମିନି ପାର୍କକୁ। ତାଙ୍କ ବାପା ଆସିଛନ୍ତି ଯେ କି ବାପ ଝିଅଙ୍କର କଥା ଚାଲିଛି। ଦେଖନ୍ତୁ ଏ କେଉଁ ପତ୍ର ଶୁଙ୍ଘୁଛନ୍ତି ସାଙ୍ଗମାନେ। ଆପଣମାନେ ଯଦି ଆମ ୟୁଟ୍ୟୁବ୍ ଚ୍ୟାନେଲ୍କୁ ନୂଆ ଆସିଥାନ୍ତି ପ୍ଲିଜ୍ ସବସ୍କ୍ରାଇବ୍ କରିନିଅନ୍ତୁ, ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ, ସେୟାର କରନ୍ତୁ। ଆଜି ଢଗ ପ୍ରଶ୍ନଟି ଶୁଣନ୍ତୁ। କ'ଣ ଦେଖୁଛନ୍ତି ଆଗେ ଆପଣମାନଙ୍କୁ କିଛି ଦେଖାଉଛି, ତାପରେ ଢଗ ପ୍ରଶ୍ନଟି ଷ୍ଟାର୍ଟ ହେଇଯିବ। ଆପଣମାନଙ୍କ ପାଖରେ ଭିଡ଼ିଓଟି ନିଶ୍ଚିନ୍ତ ପଠାଇବୁ। କ'ଣ ଦେଖୁଛନ୍ତି ଭାଉଜ ଦେଖନ୍ତୁ। ଇଏ କ'ଣ ଏଠି ଶୋଇଛି? ଏ ସ୍କୁଲ ଯିବୁ ନା କିରେ? ସ୍କୁଲ ଯିବୁନି? ଏଠି କାହିଁ କ'ଣ କରୁଛୁ? ଯାଉନୁ ସ୍କୁଲ ଯିବୁ, ଖୋଲା ଅଛି। ଯା 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 ପଳା, ଯା 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 ପଳା, ସ୍କୁଲ ଖୋଲା ଅଛି। ଯା ଏ ଯିବନି ଆଜି ହେଉଛି ଯିବନି। ସାଙ୍ଗମାନେ ଆଜି ବାପ ଝିଅଙ୍କର କଥା ଚାଲିଛି। ଜ୍ୱାଇଁ ଭିଡ଼ିଓ କରୁଛନ୍ତି, ଆପଣମାନେ ଦେଖୁଥିବେ ସାଙ୍ଗମାନେ। କ'ଣ ମୁଁ ପଚାରିବି ନା ତମେ ପଚାରିବ? ବାପା ଆଜି ପଚାରିବେ। ଯାହା ହଉ ବାପା ଗାଁରୁ ଆସିଛନ୍ତି, ଭଲ ଭଲ ପ୍ରଶ୍ନ ଆଣିଥିବେ। କିନ୍ତୁ ଶୁଣିବା ଆଜି ବାପା କ'ଣ ପଚାରୁଛନ୍ତି। ସାଙ୍ଗମାନେ ଭଲ ଭାବରେ ଶୁଣନ୍ତୁ, କାରଣ ଆମେ ତ ଅନେକ କିଛି ପ୍ରଶ୍ନ ପଚାରୁ। ଗାଁକୁ ଯିବେ, ହଁ ଯାହା ହଉ ଗାଁକୁ ଯିବେ, କିନ୍ତୁ ପ୍ରଶ୍ନ ବାପା ପଚାରିବେ ଭାବିଛନ୍ତି। କାରଣ ଆମ ଢଗ ପ୍ରଶ୍ନଟି ଦେଖୁଛନ୍ତି, କିନ୍ତୁ ଭାବିକି ଆସିଛନ୍ତି ମୁଁ ବାଙ୍ଗଲୋର ଗଲେ ଝିଅ ଜ୍ୱାଇଁଙ୍କୁ ମୁଁ ପ୍ରଶ୍ନ ପଚାରିବି, କିନ୍ତୁ ବହୁତ ମଜା ହେବ। ଜ୍ୱାଇଁକି ପଚାରିବେ, କିନ୍ତୁ ଜ୍ୱାଇଁ କହିପାରିବେନି। ଜ୍ୱାଇଁ କହିପାରିବେନି। ସାଙ୍ଗମାନେ ମୋ ପାଖରେ ଅଛନ୍ତି, 10,000 ସାଙ୍ଗ ଅଛନ୍ତି। ସେମାନେ କମେଣ୍ଟ ବକ୍ସରେ ଲେଖିଦେବେ ଜ୍ୱାଇଁ ଭୟ କରିବାର ନାହିଁ। ତାହେଲେ ଦେଖାଯାଉ ବାପା କ'ଣ ପ୍ରଶ୍ନ ଆଣିଛନ୍ତି। ସାଙ୍ଗମାନେ ମଝିରୁ କେବେ ହେଲେ କାଟି ଦିଅନ୍ତୁ ନାହିଁ। ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ମଜାଦାର ଭିଡ଼ିଓ ଦେଖନ୍ତୁ। ତାହେଲେ ଷ୍ଟାର୍ଟ କରିଦେବା। କ'ଣ ପଚାରୁଛନ୍ତି ଆସ ଆମେ ଶୁଣି ନେବା। ଏମିତି କେଉଁ ଗଛ ଅଛି ତାର ପତ୍ରରୁ ଗଜା ହୁଏ ଏବଂ ଗଛ ବି ହୁଏ? ସାଙ୍ଗମାନେ ବାପାଙ୍କର ପ୍ରଶ୍ନ ରହିଲା ଆପଣମାନଙ୍କୁ, ଏମିତି କେଉଁ ଗଛ ଅଛି ଯେ କି ତା ପତ୍ରରୁ ଗଜା ହୋଇଥାଏ ଏବଂ ଗଛ ବି ହୋଇଥାଏ? ସାଙ୍ଗମାନେ ଏ ପ୍ରଶ୍ନଟି ତ ବହୁତ କଷ୍ଟକର ଲାଗୁଛି। ଭାଉଜ ଜାଣିଛନ୍ତି କିନ୍ତୁ କହିବେ ନାହିଁ। ଆପଣମାନେ ଜାଣିଥିବେ ବୋଲି ଆଶା ଓ ବିଶ୍ୱାସ ରଖିଛୁ। ସାଙ୍ଗମାନେ ଗୋଟିଏ କମେଣ୍ଟ ଦେଇଦିଅନ୍ତୁ। ଆପଣମାନଙ୍କ କମେଣ୍ଟ ଆମ ପାଇଁ ମୂଲ୍ୟବାନ। ସାଙ୍ଗମାନେ ଆପଣମାନେ ଭଲ ଭାବରେ ଶୁଣିପାରିଥିବେ। ସେ ପ୍ରଶ୍ନଟି ହେଲା, ଏମିତି କେଉଁ ଗଛର ପତ୍ର ଅଛି ଯେ କି ସେ ପତ୍ରରୁ ଗଜା ହୋଇଥାଏ ଏବଂ ଗଛ ମଧ୍ୟ ହୋଇଥାଏ? ସାଙ୍ଗମାନେ ଆପଣମାନେ କମେଣ୍ଟ ବକ୍ସରେ ଲେଖିଦିଅନ୍ତୁ। ନା କ'ଣ କହୁଛ? ଆଉ କୁହ। ତାହେଲେ ପ୍ରଥମ ପ୍ରଶ୍ନ ବାପା ପଚାରିଦେଲେ, କିନ୍ତୁ ଆମ ପ୍ରଶ୍ନର ଉତ୍ତର ନଦେଲେ ନାହିଁ। ଏତେ ଦିନ ପରେ ବାପା ଯେତେବେଳେ ଆସିଛନ୍ତି, ତାଙ୍କ ପ୍ରଶ୍ନର ଉତ୍ତରଟି ଆପଣମାନେ ନିଶ୍ଚିନ୍ତ ଦିଅନ୍ତୁ। ବାପା ଦେଖିବେ, ଖୁସି ହେଇଯିବେ, ଜାଣିବେ ଜ୍ୱାଇଁଙ୍କର ଏତେ ସାଙ୍ଗ ଅଛନ୍ତି ଯେ କି କମେଣ୍ଟ ବକ୍ସରେ ଲେଖିଛନ୍ତି। ସାଙ୍ଗମାନେ କମେଣ୍ଟଟି ନିହାତି ଦରକାର। ହେଇ ଜିଭ ଅଛି, ଆଖି ଅଛି, ପାଟି ଅଛି, ଗୋଡ଼ ଅଛି, ହେଲେ ମୁଣ୍ଡ ନାହିଁ। ସାଙ୍ଗମାନେ ଭାଉଜଙ୍କର ପ୍ରଶ୍ନ, ଆପଣମାନଙ୍କୁ ତ ଟିକେ ଦିମାଗ ଲଗାଇବାକୁ ପଡ଼ିବ, ନହେଲେ ଉତ୍ତରଟି ପାଇବା କଷ୍ଟକର। ମୋତେ କାହିଁ ଜଣାପଡ଼ିଲାନି। ଏମିତି କେଉଁ ଜୀବ ଅଛି ଯେ କି ତାର ଆଖି ଅଛି, ପାଟି ଅଛି, ହାତ ଅଛି, ଗୋଡ଼ ବି ଅଛି, କିନ୍ତୁ ମୁଣ୍ଡ ନାହିଁ? ଏ କେଉଁ ଜୀବ? ସାଙ୍ଗମାନେ ଏ ତ ବହୁତ ମୁସ୍କିଲର ଢଗ, ଯେ କି ମୋ ମୁଣ୍ଡରେ ତ ପଶୁ ନାହିଁ, ମୁଁ ତ କହିପାରିବିନି। ଆପଣମାନେ ସାହାଯ୍ୟ କରନ୍ତୁ। କମେଣ୍ଟ ବକ୍ସଟି ଖୋଲା ରଖିଛୁ, ନିଶ୍ଚିନ୍ତ କମେଣ୍ଟ ବକ୍ସରେ ଲେଖିବ ବୋଲି ଆଶା ରଖିଛୁ। ଯାହା ହଉ ସାଙ୍ଗମାନେ
ଆଜି ତ ବହୁତ ମଜା ହେଇଗଲା କିନ୍ତୁ ସାଙ୍ଗମାନେ ଏ ଭିଡ଼ିଓଟିକୁ ଆଗକୁ ନେବାକୁ ହେଲେ ଆପଣମାନେ କମେଣ୍ଟ ବକ୍ସରେ ନିଶ୍ଚିନ୍ତ ଲେଖନ୍ତୁ ଅଛି, ପତ୍ର ଅଛି କିନ୍ତୁ ମୂଳ ନାହିଁ। ହଁ କ'ଣ ହେଲା ନା ଫୁଲ ଅଛି, ଫଳ ଅଛି, ପତ୍ର ଅଛି, ହେଲେ ତା ମୂଳ ନାହିଁ। ସାଙ୍ଗମାନେ ଏମିତି କେଉଁ ଗଛ ଏମିତି କେଉଁ ଗଛ ଅଛି ତାର ଫୁଲ ଅଛି, ଫଳ ଅଛି, ଲଟା ବି ଅଛି, ଡାଳ ଅଛି, ସବୁ ଅଛି, ସବୁ ମୂଳ ଅଛି କିନ୍ତୁ ସେ ଗଛର ମୂଳ ନାହିଁ। ନାହିଁ। ସାଙ୍ଗମାନେ ଆଜି ଏମିତି କେମିତି ଢଗ ପ୍ରଶ୍ନଟି ହେଇଗଲା କି ଯିଏକି ଯେକୌଣସି ପ୍ରଶ୍ନ ପଚାରିଲା ବେଳକୁ କିନ୍ତୁ ଉତ୍ତରଟି ମିଳିବା କଷ୍ଟ ହେଇଯିବ ଜଣାପଡ଼ୁଛି। ନାଇଁ ସାଙ୍ଗମାନେ ମୁଁ ଜାଣିଛି ଆପଣମାନେ ନିଶ୍ଚିନ୍ତ ଉତ୍ତରଟି ପାଇପାରିବେ। ତମେ ଯୋଉ ପ୍ରଶ୍ନ ପଚାରୁଥିଲ ସାଙ୍ଗେ ଦେଖନ୍ତୁ ସାଙ୍ଗେ ସାଙ୍ଗମାନେ ଉତ୍ତର ଦେଇଦଉଥିଲି। କାରଣ ଯୋଉ ପ୍ରଶ୍ନ ପଚାରିଲି ବାପା ଯେତେବେଳେ ଆସିଛନ୍ତି ଝିଅର ପୁରା ବଳ ହେଇଯାଇଛି ଏବଂ ବାପାଙ୍କ ପାଖରୁ ଶୁଣିନେଲେ ଗାଉଁଲି ଢଗ ପ୍ରଶ୍ନ, ଗାଉଁଲିର କେମିତି ସବୁ ଗଛଲତାକୁ ନେଇକି ମାନେ ହୁଏ ଏତେଟା ଅଭିଜ୍ଞତା ଭାଉଜଙ୍କର ନଥିଲା ଯେ କି ବାପାଙ୍କ ଠାରୁ ଶୁଣି ଏ ନୂଆ ପ୍ରଶ୍ନଟି ପଚାରିଲେ ଆପଣମାନେ ତ ଖୁସି ହେଇଥିବେ। ଖାଲି ଆମେ ନୁହେଁ, ମା ମାଉସୀ, ଭାଇ ଭଉଣୀ, ସାଙ୍ଗସାଥି ସମସ୍ତେ ହସିବେ ଏ ପ୍ରଶ୍ନ ଶୁଣି। ନା କ'ଣ କହୁଛ? ଆଉ ଭାଉଜ ବି ଟିକେ ଲାଷ୍ଟକୁ ହସିବେ, ଦେଖୁନ ହସିଲେଣି କେତେ ଜୋର ହସିଲେଣି। ଦେଖନ୍ତୁ ସାଙ୍ଗମାନେ ଆପଣମାନେ ଭାଉଜ ଯେଉଁ ଖୁସି ହେଉଛନ୍ତି ତାଙ୍କ ଖୁସିକି ରଖିବାକୁ ହେଲେ କମେଣ୍ଟଟି ନିହାତି ଦରକାର। କମେଣ୍ଟ କରିଦିଅନ୍ତୁ, ଭିଡ଼ିଓଟିକୁ ଆପଣମାନଙ୍କ ପରିଜନ ପାଖକୁ ଟିକେ ସେୟାର କରିଦିଅନ୍ତୁ। ଆପଣମାନଙ୍କ ବନ୍ଧୁବାନ୍ଧବ ଯେତେ ଅଛନ୍ତି ସେମାନେ ମଧ୍ୟ ଆମର ଏଭଳି ମଜାଦାର ଭିଡ଼ିଓ ଦେଖିବାର ସୁଯୋଗ ପାଇବେ। ତାହେଲେ ସାଙ୍ଗମାନେ ଏ ଭିଡ଼ିଓଟି ଆପଣମାନଙ୍କୁ କେମିତି ଲାଗିଲା ନିଶ୍ଚିନ୍ତ କମେଣ୍ଟ ବକ୍ସରେ ଲେଖିଦେବେ। କାରଣ କମେଣ୍ଟ ବକ୍ସଟି ଆପଣମାନଙ୍କ ପାଇଁ ସବୁବେଳେ ପାଇଁ ଖୋଲା ରଖିଛୁ। ଏଇଭଳି ମଜାଦାର ଢଗ ପ୍ରଶ୍ନ ଶୁଣନ୍ତୁ, ମଜା ନିଅନ୍ତୁ। ଫନି ଭିଡ଼ିଓ, ଜେନେରାଲ ନଲେଜ, ସାଧାରଣ ଜ୍ଞାନ ସହିତ ଆଧାରିତ। ଏଥିରେ ଆପଣମାନେ ଅନେକ କିଛି ଶିଖିପାରିବେ। ସାଙ୍ଗମାନେ ଆସ ଆମେ ଏଇଭଳି ମଜାଦାର ଭିଡ଼ିଓ ଡେଲି ଦେଖିବା, ମଜା ନେବା, ଆମେ ହସିବା, ଅନ୍ୟମାନଙ୍କୁ ହସାଇବା। ତାହେଲେ ସାଙ୍ଗମାନେ ଆପଣମାନେ କେମିତି ଅଛନ୍ତି? ଭଲ ଅଛନ୍ତି ନା? ଆପଣମାନେ ଭଲରେ ଥାଆନ୍ତୁ। ଆମର ଏଇଭଳି ମଜାଦାର ଭିଡ଼ିଓ ଦେଖିବାର ସୁଯୋଗ ନିଅନ୍ତୁ। ତାହେଲେ ସାଙ୍ଗମାନେ ଆମ ଭିଡ଼ିଓଟିକୁ ଆପଣମାନେ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣମାନଙ୍କୁ ଅନେକ ଅନେକ ଧନ୍ୟବାଦ। ଆଉ କ'ଣ କିଛି ପଚାରିବ ନା ସରିଗଲା? ତାହେଲେ ସାଙ୍ଗମାନେ ଆଜି ଭିଡ଼ିଓଟି ଆମେ ଏବେ ଏଇଠୁ ରଖୁଛୁ। ଆଗାମୀ ଭିଡ଼ିଓ ଆସନ୍ତାକାଲି ଅପଲୋଡ଼ କରି ଆପଣମାନଙ୍କ ପାଖକୁ ପଠାଇବୁ। ନିଶ୍ଚିନ୍ତ ଆପଣମାନେ ମଜା ପାଇପାରିବେ। ଶେଷରେ ଆପଣମାନଙ୍କୁ ରିକ୍ୱେଷ୍ଟ କେବେ ହେଲେ ଭୁଲିଯିବେନି, ଚ୍ୟାନେଲକୁ ସବସ୍କ୍ରାଇବ୍ କରିନିଅନ୍ତୁ, ସେୟାରଟି ବନ୍ଧୁମାନଙ୍କ ପାଖକୁ କରିଦିଅନ୍ତୁ। କାରଣ ସେମାନେ ମଧ୍ୟ ଦେଖନ୍ତୁ, ହସନ୍ତୁ, ମଜା ନିଅନ୍ତୁ। ତାହେଲେ ସାଙ୍ଗମାନେ ଆଜି ତ ସମୟ ହେଇଗଲାଣି, ଏବେ ଆମେ ରହୁଛୁ ନା କ'ଣ କହୁଛ? ଜୟ ଜଗନ୍ନାଥ, ନମସ୍କାର। ନମସ୍କାର।